ପ୍ରବଳ ଗରମକୁ ଅସରନ୍ତି ଗୁଳୁଗୁଳି ଜୀବନଟା ପୁରା ଅସ୍ତବ୍ୟସ୍ତ ହେଇଗଲାଣି। ଆଉ ସେଥିରୁ ଟିକେ ନିସ୍ତାର ପାଇବା ପାଇଁ ଆମେ ନିଜ ସ୍ୱାସ୍ଥ୍ୟ କଥା ଚିନ୍ତା ନ କରି ମାର୍କେଟକୁ ଦୌଡ଼ି ଯାଉଛୁ। ଆଇସ୍କ୍ରିମ୍ ନାଁରେ ପାମ୍ ଅଏଲ୍ର ଫ୍ରୋଜନ୍ ଡେଜର୍ଟ କିଣି ଆଣିକି ଖାଉଛେ, ପିଲାଙ୍କୁ ମଧ୍ୟ ଦେଉଛେ। କିନ୍ତୁ ତା ବଦଳରେ ଯଦି ହେଲ୍ଦି ଆଉ ଟେଷ୍ଟି ରବଡ଼ିରେ ଭରା ଏ ସରପୁଳି ପିଠା ଖାଆନ୍ତେ ତାହେଲେ କେମିତି ହୁଅନ୍ତା, ଯାହାକି ଆଇସ୍କ୍ରିମ୍ ଠାରୁ 100 ଗୁଣ ଟେଷ୍ଟି ଆଉ 1000 ଗୁଣ ହେଲ୍ଦି। ତ ଚାଲନ୍ତୁ ବନେଇବା। ତ ରେସିପି ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ କରି ରଖୁଛି, ଯଦି ଆପଣ ଫାର୍ଷ୍ଟ ଟାଇମ୍ ମୋ ଚ୍ୟାନେଲକୁ ଆସିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଭିଡ଼ିଓ ପସନ୍ଦ ଆସିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ ଆଉ କିଛି ନା କିଛି ପ୍ୟାରାସା କମେଣ୍ଟସ୍ ଦେବେ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ସେଥିପାଇଁ ପ୍ରଥମେ ଆଗ ପୁର ପ୍ରସ୍ତୁତ କରିନେବା। ପୁର ପ୍ରସ୍ତୁତ କରିବା ପାଇଁ ମୁଁ ଏଠି ନେଇଛି ଗୁଡ଼ ଆଉ ଛେନା। ଗୁଡ଼ ଆଉ ଛେନାରେ ଆମେ ପୁର ପ୍ରସ୍ତୁତ କରିବା। ପ୍ରଥମେ କଡ଼େଇରେ ଗୁଡ଼କୁ ଦେଇଛି, ସେଥିରେ 1 ଚାମଚ ପାଣି ଦେଇକି ଯେମିତି ଗୁଡ଼ ମେଲ୍ଟ ହେଇଯିବ ସେଥିରେ ଆମେ ଛେନା ପକାଇବା। ଛେନା ଏଇଟା ଫୁଲ୍ ଫ୍ୟାଟ୍ ମିଲ୍କର ଛେନା, ଘର ତିଆରି ଛେନା। ଯଦି ଆପଣଙ୍କ ପାଖରେ ସେମିତି ଛେନା ନାହିଁ ତାହେଲେ ଯଦି ତା ବଦଳରେ ଆପଣ ପନିର ମଧ୍ୟ ୟୁଜ୍ କରିପାରିବେ। ପନିରକୁ ଭଲ ଭାବରେ ହାତରେ କ୍ରସ୍ କରିକି ପକାଇବେ, କିନ୍ତୁ ସେଥିରେ 1/2 ଚାମଚ ଘିଅ ମିଶାଇବେ, କାରଣ ପନିରରେ ଫ୍ୟାଟ୍ ନଥାଏ। ତେଣୁ 1/2 ଚାମଚ ସେଥିରେ ଦେଶୀ ଘିଅ ମିଶାଇବେ। ଏବେ ଗୁଡ଼ରେ ଭଲ ଭାବରେ ଛେନା ପାଗ ହୋଇଗଲାଣି। ଯେତେବେଳେ ପାଣି ଶୁଖିଯିବ ସେତେବେଳେ ଛେନା ପାଗ ହୋଇଗଲାଣି ବୋଲି ଜାଣିବେ। ଛେନା ପାଗ ହୋଇଗଲା ପରେ ସେଥିରେ 1/2 ଚାମଚ ମିଶାଇବା କାର୍ଡ଼ାମମ୍ ପାଉଡ଼ର, ମାନେ ଛୋଟି ଇଲାଇଚିର ପାଉଡ଼ର ଦେବା। ଦେଇକିନା ତାକୁ ଭଲ ଭାବରେ ମିକ୍ସ କରିକି କାଢ଼ି ଆଣିବା। ଆମର ପୁର ପ୍ରସ୍ତୁତ ହୋଇଗଲା। ଏବେ ପୁରକୁ କାଢ଼ିକି ରଖିନେବା। ଆଉ ଆମେ ପୁଳିର ପିଠାର ବ୍ୟାଟରଟା ବା ତା ଡୋଟା ବନେଇବା, ଯେଉଁଟାକି ଚାଉଳ ଅଟାରେ ତିଆରି କରିବା। ଚାଉଳ ଅଟାକୁ ଜନ୍ତୁଣି କରିକି ଆମେ କରିବା। ଯେତିକି ଚାଉଳ ଅଟା ନେବା ତାର 1.5 କପ୍ ପାଣି, 1.5 ଗୁଣା ପାଣି ନେବା, ମାନେ 1 କପ୍ ଚାଉଳ ଅଟା ହେଲେ 1.5 କପ୍ ପାଣି ଦେବା। ତ 1.5 କପ୍ ପାଣିରେ କଡ଼େଇରେ ଦେଇକି ଯେତେବେଳେ ପାଣି ଗରମ ହେଇଯିବ ସେଥିରେ 1/2 ଚାମଚ ଘିଅ ଆଉ 1/2 ଚାମଚ ଲୁଣ ପକାଇବା। ପାଣି ଭଲ ଭାବରେ ଗରମ ହୋଇଗଲା ପରେ 1 ହାତରେ ସ୍ପେଚୁଲା ଚଲେଇ ଚଲେଇ ଆମେ ଚାଉଳ ଅଟାକୁ ସେଥିରେ ଦେବା, ଯାହାଫଳରେ କି ଚାଉଳଟା ଭଲ ଭାବରେ ଜନ୍ତୁଣି ହେବ କିନ୍ତୁ ଗୁଟଲି ଧରିବନି। ବହୁତ ଲୋକ ଚାଉଳ ଅଟାର ଜନ୍ତୁଣି କରିବା ପାଇଁ ଡରନ୍ତି, କାରଣ ସେଥିରେ ଗୁଟଲି ଧରିଥାଏ। ତେଣୁ ଚାଉଳ ଅଟାର ଗୁଟଲି ନ ଧରିବା ପାଇଁ ଗୋଟେ ଟ୍ରିକ୍ସ ଅଛି। ତ ଆପଣ ଚାଉଳ ଅଟାକୁ ପ୍ରଥମେ ପକାଇବା ପୂର୍ବରୁ ସେଥିରେ 1/2 ଚାମଚ ଚିନି ପକାଇ ଦିଅନ୍ତୁ, ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ଚାଉଳ ଅଟାକୁ ପାଣିରେ ଆଡ଼୍ କରନ୍ତୁ, ଦେଖିବେ ଆପଣଙ୍କର ଚାଉଳ ଅଟା ଗୁଟଲି ଧରିବନି। ଏଇଠି ଆଉ ଗୋଟେ କଥା ମନେ ରଖନ୍ତୁ, ଯଦି ଆପଣ ଚାଉଳ ଅଟା ଘରେ କରୁଛନ୍ତି ତାହେଲେ ସେଇଟା ବହୁତ ନରମ ରହିବ ପିଠାଟା। ଯଦି ମାର୍କେଟରୁ କିଣିକି ଆଣୁଛନ୍ତି ତାହେଲେ ପିଠା ଆପଣଙ୍କର ଟାଣ ରହିବ, କାରଣ ମାର୍କେଟରେ ଥିବା ଚାଉଳ ଅଟା ଭଲ ଭାବରେ ପୁରା ଶୁଖା କରିକି ସେମାନେ ରଖିଥାନ୍ତି। ସେଥିପାଇଁ ସେଥିରେ ଜନ୍ତୁଣି କରିବା ପୂର୍ବରୁ 1 ଚାମଚ ସୁଜି ଆପଣ ମିଶାଇ ଦେବେ। ଏବେ ଚାଉଳ ଅଟାକୁ ବାହାର କରିକି ଆମେ ଥଣ୍ଡା କରିଦେବା। ଆଉ କଡ଼େଇରେ କ୍ଷୀର ବସାଇବା ଆମେ ପୁର ପିଠା କରିବା ପାଇଁ। ମୁଁ ସେଇ ସେମ୍ କଡ଼େଇ କରିଛି, ଆପଣ ଚାହିଁଲେ ଅଲଗା କଡ଼େଇ ମଧ୍ୟ ୟୁଜ୍ କରିପାରିବେ। କେବଳ ଏତିକି ଧ୍ୟାନ ରଖିବେ ଯେମିତି କଡ଼େଇଟି ଟିକେ ମୋଟା କଡ଼େଇ ଥିବ, ନହେଲେ ତଳ ଲାଗିଯିବ। ଏବେ କ୍ଷୀରକୁ ବସାଇଦେବା ସେ ଫୁଟିବା ପାଇଁ। ଆଉ ଏପଟେ ଆମର ଚାଉଳ ଜନ୍ତୁଣିଟା ଟିକେ ଥଣ୍ଡା ହେଇଗଲାଣି, ତାକୁ ହାତରେ ଟିକେ ଘିଅ ଲଗେଇକି ଭଲ ଭାବରେ ଚକଟିକି ନରମ କରିଦେବା ବା ଚିକଣା କରିଦେବା। ଚାଉଳଟାକୁ ଭଲ ଭାବରେ ଜନ୍ତୁଣି ଚକଟି ସାରିଲା ପରେ ଛୋଟ ଛୋଟ ଗୋଲା ବନେଇ ନେବା। ପୁରୀ ଗୋଲାଠୁ ଟିକେ ବଡ଼ ଗୋଲା ବନେଇବା ଆଉ ରୁଟି ଗୋଲାଠୁ ଟିକେ ଛୋଟ ବନେଇବା। ଟିକେ ଗୋଲା ସବୁ ହାତରେ ପାଣି ହାତ ଲଗେଇକି ଛୋଟ ଛୋଟ ତା ଭିତରେ ଚେପ୍ଟା କରିବା। ଆଉ ଚେପ୍ଟା କରିସାରିବା ପରେ ଯେଉଁ ପୁର ଆମେ ରଖିଥିଲେ ସେ ପୁରକୁ ତା ଭିତରେ ଦେଇକି 2 ସାଇଡ୍ ମୋଡ଼ି ଦେଇକି ପାଣି ହାତ ହେଇକି ଚିପକେଇ ଦେବା। ଆମର ପିଠା ପ୍ରସ୍ତୁତ ହେଇଗଲା। ଏଇଭଳି କରିକି ଆମେ ସବୁ ପିଠା ଗୁଡ଼ାକ ତିଆରି କରିନେବା। ତ ଫ୍ରେଣ୍ଡସ୍, ଏ ପିଠା ତିଆରି କରିବା ବହୁତ ସହଜ ଆଉ ଖାଇବାକୁ ବହୁତ ଟେଷ୍ଟି। ନିଶ୍ଚୟ ବନାନ୍ତୁ। ଏ ପିଠା ଆମ ପ୍ରିୟ ଜଗନ୍ନାଥ ଭଗବାନଙ୍କର ବହୁତ ପ୍ରିୟ ଭୋଗ। ସବୁବେଳେ ଏଇଟା ସକାଳ ଧୂପରେ ଏ ଭୋଗ ତିଆରି ହୁଏ। ବହୁତ କମ୍ ଲୋକଙ୍କ ଭାଗ୍ୟରେ ଏ ପ୍ରସାଦ ମିଳିଥାଏ ଖାଇବା ପାଇଁ। ଯଦି କେବେ ବି ଆପଣଙ୍କର ପୁରୀ ଯାଉଛନ୍ତି ତାହେଲେ ଏ ପ୍ରସାଦ ଯଦି ଆପଣଙ୍କ ଭାଗ୍ୟରେ ମିଳିଛି ତାହେଲେ ବହୁତ ଭାଗ୍ୟବାନ ଆପଣ ମନେ କରିବେ। ତ ନିଶ୍ଚୟ ବନାନ୍ତୁ ଏ ପିଠା। ଏବେ କ୍ଷୀର ଆମର ଫୁଟିଗଲାଣି, ରିଡ୍ୟୁସ୍ ମଧ୍ୟ ହୋଇଗଲାଣି। ଏବେ ସେଥିରେ 2ଟା ଗୁଜୁରାତି ଆଉ ଖଣ୍ଡେ ଡାଲଚିନି, 2ଟା ଗୁଜୁରାତିକୁ ଛେଚିକି ଆଉ ଖଣ୍ଡେ ଡାଲଚିନିକୁ
ମୁଁ ପକାଇ ଦେଇଛି। ଯେତେବେଳେ ଭଲ ଭାବରେ ଟିକେ ଫୁଟି ଉଠିବ, ଯେଉଁ ପୁଳି ସବୁ ଆମେ ତିଆରି କରିକି ରଖିଲେ, ମାନେ ଯେଉଁ ପିଠା ସବୁ ତିଆରି କରି ରଖିଲେ, ସେଥିରେ ଗୋଟେ ଗୋଟେକି ଆମେ ଛାଡ଼ିଦେବା। ଛାଡ଼ି ଦେଇକି ମଝିରେ ମଝିରେ ଟିକେ ହାତ ଚଲେଇକି ଆମେ 5ରୁ 7 ମିନିଟ୍ ସେ କ୍ଷୀର ସାଙ୍ଗରେ ସେ ସିଝିବା ପାଇଁ ଆମେ ତାକୁ ଛାଡ଼ିବା। 5ରୁ 7 ମିନିଟ୍ ଭଲରେ ସିଝିବ ଯେମିତି ପିଠା କ୍ଷୀର ସାଙ୍ଗରେ, ଆଉ କ୍ଷୀର ତା ସାଙ୍ଗରେ ମଧ୍ୟ ରିଡ୍ୟୁସ୍ ହେଇଯିବ, ମୋଟା ହେଇଯିବ। ଏବେ ସେଥିରେ ଚିନି ଦେବା, ଅଳ୍ପ ଚିନି ଦେବା, କାରଣ କ୍ଷୀର ବହୁତ ସିଝି ସିଝି ପୁରା ରାବଡ଼ିଦାର ହେଇଯାଇଥିବ, ତେଣୁ ଖୁବ୍ କମ୍ ଚିନି ସେଥିରେ ଲାଗେ। ଏମିତିରେ ବି ପିଠା ଭିତରେ ପୁର ଅଛି, ମିଠା ପୁର, ତେଣୁ ଖୁବ୍ କମ୍ ଚିନି ଲାଗେ। ଯଦି ଆପଣ ଟିକେ ଚିନି ଭଲ ପାଆନ୍ତି, ମିଠା ଭଲ ପାଆନ୍ତି, ତାହେଲେ ଟିକେ ଅଧିକ ଚିନି ପକାଇ ପାରିବେ। ଏବେ ତାକୁ 5ରୁ 7 ମିନିଟ୍ ଫୁଟିକି ଛାଡ଼ିକି ବାହାର କରିନେବା। ଥଣ୍ଡା ହେଇସାରିଲା ପରେ ତା ଉପରେ ଟିକେ କାଜୁ ଆଉ ପିସ୍ତା ମୁଁ ସଜାଇ ଦେଇଛି। ଏବେ ତାକୁ କାଜୁ ପିସ୍ତା ସଜାଇକି ତାକୁ ଥଣ୍ଡା କରିଦିଅନ୍ତୁ ଫ୍ରିଜ୍ରେ ରଖିକି। ତାପରେ ସନ୍ଧ୍ୟା ସମୟରେ ତାକୁ ଥଣ୍ଡା ଥଣ୍ଡା ଖାଆନ୍ତୁ। କେତେ ଗୋଟେ ଯଦି ଆପଣ ଖାଇଦେବେ, ପୁରା ଆତ୍ମା ଶାନ୍ତି ଆଉ ପେଟ ବି ଭର୍ତ୍ତି ହେଇଯିବ। ଦେଖନ୍ତୁ ପୁଳି କେତେ ବଡ଼ ହେଇଯାଇଛି ଫୁଟିକି କ୍ଷୀର ସାଙ୍ଗରେ, ଆଉ ତା ସାଙ୍ଗରେ ରସ ମଧ୍ୟ ପୁରା ରାବଡ଼ିଦାର ହେଇଛି। ତେଣୁ ନିଶ୍ଚୟ ବନାନ୍ତୁ, ଖାଆନ୍ତୁ। କେମିତି ଲାଗିଲା କମେଣ୍ଟସ୍ କରିକି ଜଣାଇବେ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ, ଆଉ ଯଦି ଫାର୍ଷ୍ଟ ଟାଇମ୍ ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲି, ଫଲୋ କରିନେବେ। ଏମିତି ମଜାଦାର ରେସିପି ପାଇଁ ଆଉ ଓଡ଼ିଆ ଘରର ଏକଦମ ପାରମ୍ପରିକ ପିଠା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପୁରୁଣା ଭିଡ଼ିଓ ଦେଖନ୍ତୁ। ଜୟ ଜଗନ୍ନାଥ।